ଖଣ୍ଡଗିରି ଅଧା ବୁଡ଼ିବ ସେତେବେଳେ ଆପଣ ରକ୍ତ ସିଂହାସନ ବୁଡ଼ିବ ସେତେବେଳେ ଖଣ୍ଡଗିରି ପାଦ ଛୁଇଁବ ସମୁଦ୍ର ଏବଂ 32% ଯୋଉଟା ହବ ଖଣ୍ଡଗିରି ଅଧା ବୁଡ଼ିଯିବ। ଆଚ୍ଛା ତେଣୁ ଏ ପ୍ରଳୟକାରୀ ବନ୍ୟା ପାଣି ଜଳ ଧୋଇକି କିନ୍ତୁ ମିନ ରାଶି ମାନେ ମିନଟା ହଉଛି ଗୋଟେ ଜଳ ରାଶି। ତେଣୁ ଜଳ ନେଇକି ବେଶୀ ଉତ୍ପାଦ ହବ ଭିତରେ ବୁଝିପାରୁଛନ୍ତି ତ। ତେଣୁ ଅକ୍ଟୋବର 32 ପର୍ଯ୍ୟନ୍ତ ଚାଲିବ ଏଭଳିଆ ପ୍ରଳୟକାରୀ ଜିନିଷ ଆପଣ ଦେଖିବାକୁ ପଡିବ ଆମକୁ। ଆଚ୍ଛା କୌଣସି ଇଏ ନାହିଁ। ଆଚ୍ଛା ଆଉ ଗୋଟେ କଥା ହଉଛି କଣ ଆପଣଙ୍କର ଯାହା ବର୍ତ୍ତମାନ ଶୁଣିଥିଲି ମୁଁ ଯାହା ହରିଚରଣ ବାବୁ କହିଲେ ସେ କଥା ଆମେ ବି ବହୁତ ଥର ଚର୍ଚ୍ଚା କରିଛେ। ଭକ୍ତମାନଙ୍କୁ ବି ଡରିବାର ନାହିଁ। ଲେଖା ଅଛି ଦୁଇଟି ଜିନିଷ ବର୍ତ୍ତମାନ ଠିଆ ହେଇଥିବ ସମୁଦ୍ର ବାଡ଼ି ବିଭାଗ ହେଇ ବିପଟେ ପଳେଇଯିବ। ବର୍ତ୍ତମାନ ଠିଆ ହେଇଥିବ ଜାଗାଟା ଉଚ୍ଚା ହେଇକି ପାହାଡ଼ ହେଇଯିବ ତା ତଳେ ପାଣି ଚାଲିଯିବ। ଏହା ମାନେ ସେ ଏଇ ଉଦାହରଣ ମାନେ ହଉଛି ଏଇଆ ଯେ ଭକ୍ତଙ୍କୁ ପ୍ରଭୁ ନିଶ୍ଚୟ ରକ୍ଷା କରିବେ ଅନ୍ୟମାନଙ୍କ ପାଇଁ ନୁହେଁ। ଯୋଉମାନେ ଥିବେ ଲୟରେ ଥିବେ ପ୍ରଭୁଙ୍କ ପାଦଦେଶରେ ଯୋଉମାନେ ଭକ୍ତି ଭାବରେ ଥିବେ ପ୍ରଭୁଙ୍କୁ ବିଶ୍ୱାସ କରୁଥିବେ ପଞ୍ଚାଙ୍ଗ ବାଣୀ ବିଶ୍ୱାସ କରୁଥିବେ ସେମାନେ ରକ୍ଷା ପାଇବେ। ଆଚ୍ଛା ଆଉ ଆଚ୍ଛା ଗୋଟେ ହଁ କୁହନ୍ତୁ କୁହ କୁହନ୍ତୁ। ଆଉ ଗୋଟେ କଥା ଶୁଣନ୍ତୁ ଅଚ୍ୟୁତ ଲେଖିଛନ୍ତି ଆଉ ଗୋଟେ ଜିନିଷ ଯେ ମୁଁ ଆସିବି ଆମ ତା ପଞ୍ଚଥରେ ଆସିବି ଆମର ଶିଷ୍ୟମାନେ ଆସିବେ ସମସ୍ତେ ଭକ୍ତମାନେ ଏବଂ ଆମ ଶିଷ୍ୟଙ୍କ ଶିଷ୍ୟମାନେ ବି ଆସିବେ ପରିଚୟରେ ଅଂଶଗ୍ରହଣ କରିବା ପାଇଁ ସେମାନେ ବି ରକ୍ଷା ପାଇବେ। ବୁଝିପାରୁଛନ୍ତି ତ। ତେଣୁ ତାଙ୍କ ପ୍ରଭୁଙ୍କ ଭକ୍ତ ହୁଅନ୍ତୁ କି ପଞ୍ଚକା ଭକ୍ତ ହୁଅନ୍ତୁ ସମସ୍ତେ ରକ୍ଷା ପାଇବେ ନିଶ୍ଚିତ ଭାବେ ରକ୍ଷା ପାଇବେ। ଯେତେବେଳେ ସେମାନେ ଲୟରେ ଥିବେ ଭକ୍ତି ଭାବରେ ଥିବେ ଦୃଢ଼ ବିଶ୍ୱାସରେ ଥିବେ। ତିନିଟା ଜିନିଷ ଦରକାର ଦେବା ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ତିନୋଟି ଜିନିଷ ନିଶ୍ଚିତ ଦରକାର ଭକ୍ତି ଭାବ ଆଉ ଭୟ ତିନିଟା ଭୟ ଦରକାର ନିହାତି। ତିନିଟା ଭୟ ନିହାତି ଭାବରୁ ଆବଶ୍ୟକ। ଭକ୍ତି ହବ ଭାବରୁ ଭକ୍ତି ହବ ତା ସାଙ୍ଗରେ ଭୟ ଟିକେ ଥିଲେ ମୁଁ କଣ ଭୁଲ କରିଦେବି କି ପ୍ରଭୁ ଦଣ୍ଡ ଦେଇଦେବେ ମୁଁ କଣ ଭୁଲ କରିବି କି କରିଦେବି କି ମତେ ପାଦରୁ ଦୂରେଇ ଦେବେ ମୁଁ କଣ ଭୁଲ କରିଦେବି କି ମୋର ଯୋଉ ଭୟ ଅଛି ମୋ ଶକ୍ତି ଭାବ ଦୂର ହେଇଯିବ ପାଖରୁ ଦୂରେଇ ହେଇଯିବ ଏଇ ଯୋଉ ଭୟ ସଦାସର୍ବଦା ଭକ୍ତ ରହିବା ଦରକାର। ତେଣୁ ଯେଉଁମାନେ ସେଇ ବିଷୟରେ ଥିବେ ତାଙ୍କ ପାଇଁ କୌଣସି ଭୟ ଦରକାର ନେବା ତୁମେ ଆରାମ ରୁହ ସବୁ ନାମ ଧରିକି ହବ କିଛି ଅସୁବିଧା ନାହିଁ। ଆଚ୍ଛା ମତେ ତାହେଲେ ଆଉ ଗୋଟେ କଥା କୁହନ୍ତୁ ହୁଁ ଏଇ ମିନସନ୍ନି ଆରମ୍ଭ ଠାରୁ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଟିକେ ଟାଇମ୍ ଲାଇନକୁ ଲକ୍ଷ୍ୟ କରିବା ହୁଁ ଆମେ ଦେଖିଲେ ଯେ କି ଭାରତ ପାକିସ୍ତାନ ଭିତରେ ସେମିତି କିଛି କନଫ୍ଲିକ୍ଟ ସିଚୁଏସନ୍ ନଥିଲା ଗୋଟେ ୱାର୍ ସିଚୁଏସନ୍ କ୍ରିଏଟ୍ ହେଲା ଆତଙ୍କବାଦୀ ଆକ୍ରମଣ ବି ହେଲା ତାପରେ ପୁଣି ଆମେ ଦେଖିଲେ ଯେ କି ବିଭିନ୍ନ ଜାଗାରେ ଷ୍ଟାମ୍ପେଡ୍ ବି ହେଉଛି ତାପରେ ଆମେ ପୁଣି ଥରେ ଦେଖିଲେ ଯେ କି ଗୋଟେ ବହୁତ ବଡ଼ ପ୍ଲେନ୍ କ୍ରାସ୍ ହେଲା ଭାରତ ଇତିହାସରେ ଏଭଳି ପ୍ଲେନ୍ କ୍ରାସ୍ ହେଇନଥିଲା ହୁଁ ଏପଟେ ଆମେ ଦେଖିଲେ ବିଭିନ୍ନ ଧାର୍ମିକ ପୀଠରୁ ନକାରାତ୍ମକ ସଂକେତ ମିଳୁଛି ହୁଁ ଜଗନ୍ନାଥ ଧାମରୁ ବି ଆମେ ଦେଖିଲେ ଏପଟେ ଅଚ୍ୟୁତାନନ୍ଦ ଗାଦିରୁ ଏ ପର୍ଯ୍ୟନ୍ତ 600 ବର୍ଷ ହେଲା କେବେ ବି ଅଗ୍ନି ସଂଯୋଗ ହେଇନଥିଲା ସେଟା ପୁଣି ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ସେ ଘଟଣା ବି ଘଟିଲା ବିଲକୁଲ ତା ପରବର୍ତ୍ତୀ ସମୟରେ ଆମେ ଦେଖିଲେ ଯେ କି ଅଚ୍ୟୁତାନନ୍ଦ ଗାଦି ପୁଣି ନବୀକରଣ ହେଉଛି ସେଥିପାଇଁ କନଷ୍ଟ୍ରକ୍ସନ୍ ହେଉଛି ସେଥିପାଇଁ ଭଙ୍ଗା ହେଲା ଏପଟେ ପୁଣି ଆମେ ଦେଖିଲେ ଜୋରନ୍ଦା ଗାଦି ସେଠି ପୁଣି ବଜ୍ରପାତ ପଡ଼ି ତାଙ୍କର ଦଧିନଉତି ଭାଙ୍ଗିଗଲା ଧାର୍ମିକ ପୀଠମାନଙ୍କରୁ ମିଳୁଛି ନକାରାତ୍ମକ ସଂକେତ ୱାର୍ଲଡରେ ପୁଣି ବିଭିନ୍ନ କଣ୍ଟ୍ରି ଦେଶମାନେ ଛୋଟ ଛୋଟ ରାଷ୍ଟ୍ର ହେଉ ବା ବଡ଼ ବଡ଼ ରାଷ୍ଟ୍ର ହେଉ ସେମାନେ ୱାର୍ରେ ଇନଭଲ୍ଭ ହେଉଛନ୍ତି ଇସ୍ରାଏଲ ଆଉ ଇରାନ ଭିତରେ ଭୟଙ୍କର ଯୁଦ୍ଧ ବି ଆମେ ଦେଖିଲେ ତେବେ ବର୍ତ୍ତମାନ ଏଇ ଯେଉଁ ଗୋଟିଏ ପରେ ଗୋଟିଏ ପୁଣି ପ୍ରାକୃତିକ ବିପର୍ଯ୍ୟୟ ବି ଅଛି ତେବେ ଏଇ ଯେଉଁ ଗୋଟିଏ ପରେ ଗୋଟିଏ ଇନସିଡେଣ୍ଟ ବର୍ତ୍ତମାନ ଆମେ ଦେଖୁଛନ୍ତି ଏଇଟା ଆକ୍ଚୁଆଲି ଆମେ ମିନେସନର ଇଫେକ୍ଟ ନା ଏମିତି ଏଇଟା ପ୍ରତିବର୍ଷ ଏଟା ହୁଏ ଆଚ୍ଛା ହେଲେ ଭାରତ ଯୁଦ୍ଧ ହବ ଆରମ୍ଭ ହେଲା 25ରେ ହଁ ଯୁଦ୍ଧର ପ୍ରାରମ୍ଭ ହେଲା 25ରେ ଆଚ୍ଛା ଯେଉଁମାନେ କହୁଛନ୍ତି ଯୁଦ୍ଧ ହବାର ଥିଲା ହେଲା ଦିନ ଏଇ 25ରେ ଯୁଦ୍ଧ ହେଇକି ହବା ଯୁଦ୍ଧ ବନ୍ଦ ହେଇନି ସରକାର ଏପର୍ଯ୍ୟନ୍ତ କହୁଛନ୍ତି ସିନ୍ଧୁର ଇଏ କଣଟା କହୁଛନ୍ତି ତାକୁ ନାଁଟା ଦେଇଛନ୍ତି ସିନ୍ଧୁର ସିନ୍ଦୁର ଅପରେସନ ସିନ୍ଦୁର
ଅପରେସନ ସିନ୍ଦୁର ହଁ ଗଭର୍ଣ୍ଣମେଣ୍ଟ କହୁଛି ବନ୍ଦ ହେଇନି ଚାहे ଆରମ୍ଭ ହେଇଛି ମାତ୍ର ଭେଟ କରନ୍ତୁ ଅକ୍ଟୋବର ସେପ୍ଟେମ୍ବର ଯାଏଁ ଭେଟ କରନ୍ତୁ ଦେଖିବେ କଣ ହବ ସେପ୍ଟେମ୍ବର 18 ହଉଛି ଇଭେନ୍ ତା ପୂର୍ବରୁ କଣ ହଉଛି ଦେଖନ୍ତୁ ଆଗେ ପୁଣି ଜିନିଷକୁ ଏତେ ଇଏ ଥଟା ଖୋଜା ନିଅନ୍ତୁନି ଭାଇ ଯାହା ଲେଖା ହେଇଛି ମାଳିକାରେ ସେ ଝିଅ ଘଟିବ ଆଚ୍ଛା ସେ ସବୁ 100% ବିଶ୍ୱାସ ତା ଉପରେ ଆଚ୍ଛା ଆଜି ନହେଲେ କାଲି ଘଟିବ ତେବେ ନାଇଁ ମନକୁ ସ୍ୱତଃପ୍ରବୃତ୍ତ ଭାବେ ଗୋଟେ ପ୍ରଶ୍ନ ବି ଆସୁଛି ଯେ କି ଏସବୁକୁ ଆମେ କ'ଣ ମାନେ ଏସବୁକୁ ଆମେ ଜବରଦସ୍ତି ମାଳିକା ସହିତ ଆମେ ଲିଙ୍କ କରୁଛନ୍ତି ନା ଆକ୍ଚୁଆଲି ଏସବୁ ମାଳିକାରେ ଯାହା ଲେଖା ହେଲା ସେସବୁ ଗୋଟେ ପରେ ଗୋଟିଏ ଜବରଦସ୍ତି ଲିଙ୍କ କରୁଛନ୍ତି ଆମେ ବାରମ୍ବାର ଲେଖିଛନ୍ତି ଏଟା ତ ମାଳିକା ଲେଖା ଅଛି ଠିକ କଥା ଆମେ ଲିଙ୍କ କଣ କରିବା ତା ଆଉ କଣ ଠିକ ଠିକ ଆମେ ମାଳିକା ଯୁଦ୍ଧ ବିଷୟରେ ମାଳିକାରେ କଣ ଲେଖାଯାଏ ବହୁତ ଥର କହିଛେ ଯୋଉ ଆପଣ କରିଥିଲେ ଯୋଉ ପୂର୍ବରୁ ତଥ୍ୟ ଭାବେ କୁହାଯାଇଛି ଆପଣ ଦେଖନ୍ତୁ ଶିଖିନାହାନ୍ତି ସେଇ ବିଷୟକୁ ହେଲେ ଯୁଦ୍ଧ ଲାଗିବ ପୃଥିବୀରେ ଘନଘଟ ଯୁଦ୍ଧ ଲାଗିବ ସାରା ପୃଥିବୀ ଯୁଦ୍ଧରେ ଆସନ୍ନ ହେଇଯିବ ସେଟା ଅଛି ଏସବୁ ଏଇ 2.5 ବର୍ଷ ଭିତରେ ଘଟିବ ଆଚ୍ଛା କହୁଛି 2.5 ବର୍ଷ ଭିତରେ ଯୁଦ୍ଧ ସରିଯିବ କିନ୍ତୁ ଆସିଲେ ସେ ଯୁଦ୍ଧ ହବ ହଉଛି ଆରମ୍ଭ ହେଲା ଏଠି ଏଠି ଜଣେ ଭାଇ ଲେଖିଛନ୍ତି ହେମନ୍ତ ମୁଦୁଲି ଲେଖିଛନ୍ତି ଯେ କି ସତ୍ୟ ଭାଇ ମୁଁ ଏବେ ନ୍ୟୁଜ୍ ଦେଖିଲି ଆଉ ଜାଣିବାକୁ ପାଇଲି ଯେ କି ଚାଇନା ଚକ୍ରବ୍ୟୁହ ଯୋଜନା କରୁଛି ଭାରତକୁ ଆକ୍ରମଣ କରିବା ପାଇଁ ଏ ବିଷୟରେ କିଛି କହିବେ କି ଏ ନ୍ୟୁଜ୍ ବି ମଝେ ମଝେ ଆସୁଛି ଯେ କି ଚାଇନା କିଛି ଗୋଟେ ବଡ଼ ପ୍ଲାନ୍ କରୁଛି ଭାରତ ବିରୁଦ୍ଧରେ ମୁଁ ବାରମ୍ବାର କହି ଚାଲିଛି ବାବା ଯୋଉ ନେକ୍ସଟ ଆକ୍ରମଣ ହବ ସେ 3 ଦିଗରୁ ଆକ୍ରମଣ ହବ ଫ୍ରଣ୍ଟ ଲକ୍ଷ୍ମଣ ଖୋଲିବ ଭାରତ ଯଦି ଚାଇନା ହଉଛି ଆପଣଙ୍କର ଐଶାନ୍ୟ କୋଣରୁ ଅରିଷ୍ଟ ଲାଗିବ ବୋଲି ଲେଖିଛନ୍ତି ଦେଇଛନ୍ତି ଐଶାନ୍ୟ ମାନେ ଅରୁଣାଚଳ ପ୍ରଦେଶ ଭାରତର ସେ ଦିଗରୁ ଆପଣଙ୍କ ଅରିଷ୍ଟ କରିବା କିଏ ଚାଇନା ପଶ୍ଚିମରୁ ଆସି ପାକିସ୍ତାନ ଏବଂ ଚାଇନା ମିଶିକିରି ଏପଟେ ଆସିବ ଆପଣଙ୍କର ପୂର୍ବରୁ ଆସିବ କିଏ ବାଂଲାଦେଶ ଆଚ୍ଛା 3ଟି ଫ୍ରଣ୍ଟ ହବ ଇଣ୍ଡିଆ ଏଗେନ୍ଷ୍ଟ ଫାଷ୍ଟରେ ତାପରେ ଅନ୍ୟମାନେ ଜଏନ୍ କରିବେ ହଁ ଆପଣଙ୍କର ମୁସଲିମ କଣ୍ଟ୍ରିଜ ମାନେ ଅଲରେଡି ମାନେ ଡିସାଇଡ୍ କରିସାରିଛନ୍ତି ଯେ କି